ସ୍ତ୍ରୀ ବି ମତେ ଭାଇ ବୋଲି ମାନନ୍ତି, ସେ ବି ବଡ ଭାଇ ବୋଲି ମାନେ, ତାଙ୍କ ପୁଅ ମଧ୍ୟ ବଡ ବାପା ବୋଲି ମାନେ। ଅତି ଉଚ୍ଚ କୋଟିର କଳାକାର, ତାଙ୍କ ପୁଅ ବି ବଢିଆ କଳାକାର, ତାଙ୍କ ସ୍ତ୍ରୀ ଭଲ କଳାକାର ଥିଲେ। ସେ ପ୍ରାୟ 134ଟା ଓଡିଆ ଫିଲ୍ମରେ, 40ଟା ବେଙ୍ଗଲୀ ଫିଲ୍ମରେ, ଗୋଟେ ହିନ୍ଦୀ ଫିଲ୍ମରେ, ହିନ୍ଦୀ ଫିଲ୍ମ ନାଁ ହଉଛି ନୟା। ଭଲ ଆର୍ଟିଷ୍ଟ ଥିଲେ, ଶରତ ପୂଜାରୀ ଥିଲେ ଏବଂ ଉତ୍ତମ ବିଶାଳ ହୃଦୟର ଅଧିକାରୀ। ସମସ୍ତଙ୍କ ପାଇଁ ତାଙ୍କ ସ୍ନେହ, ସମସ୍ତଙ୍କ ସାଙ୍ଗେ ଭଲ ପାଇବା ଏବଂ ନିଜେ ନିଜେ ଷ୍ଟ୍ରଗଲ କରିକରି ସେ ଧୀରେ ଧୀରେ ଗୋଟେ କମ୍ପ୍ଲିଟ୍ ଆକ୍ଟର ହେଇଛନ୍ତି। ଏବଂ ତାଙ୍କର ସାଙ୍ଗେ ମୋର ସମ୍ପର୍କ ଅଛି, ତାଙ୍କର ପ୍ରଥମ ଫିଲ୍ମ ଅଭିମାନ ମୋର ପ୍ରଥମ ଫିଲ୍ମ ଅଭିମାନ, ତାଙ୍କର ସେକେଣ୍ଡ ଫିଲ୍ମ ପତି ପତ୍ନୀ ମୁଁ ବି ଥିଲି ଏବଂ ତାଙ୍କର ଯେତେ ଇମ୍ପୋର୍ଟାଣ୍ଟ ଫିଲ୍ମ ଭକ୍ତ ସାଲେବେଗ, ଜନନୀ, ଦଣ୍ଡା ବାଳୁଙ୍ଗା ମୁଁ ଆସୋସିଏଟ୍ ଡାଇରେକ୍ଟର ଥିଲି। ସ୍ତ୍ରୀ ବି ମତେ ଭାଇ ବୋଲି ମାନନ୍ତି, ସେ ବି ବଡ ଭାଇ ବୋଲି ମାନେ, ତାଙ୍କ ପୁଅ ମଧ୍ୟ ବଡ ବାପା ବୋଲି ମାନେ। ଅତି ଉଚ୍ଚ କୋଟିର କଳାକାର, ତାଙ୍କ ପୁଅ ବି ବଢିଆ କଳାକାର, ତାଙ୍କ ସ୍ତ୍ରୀ ଭଲ କଳାକାର ଥିଲେ। ସେ ପ୍ରାୟ 134ଟା ଓଡିଆ ଫିଲ୍ମରେ, 40ଟା ବେଙ୍ଗଲୀ ଫିଲ୍ମରେ, ଗୋଟେ ହିନ୍ଦୀ ଫିଲ୍ମରେ, ହିନ୍ଦୀ ଫିଲ୍ମ ନାଁ ହଉଛି ନୟା। ଭଲ ଆର୍ଟିଷ୍ଟ ଥିଲେ, ଶରତ ପୂଜାରୀ ଥିଲେ ଏବଂ ଉତ୍ତମ ବିଶାଳ ହୃଦୟର ଅଧିକାରୀ। ସମସ୍ତଙ୍କ ପାଇଁ ତାଙ୍କ ସ୍ନେହ, ସମସ୍ତଙ୍କ ସାଙ୍ଗେ ଭଲ ପାଇବା ଏବଂ ନିଜେ ନିଜେ ଷ୍ଟ୍ରଗଲ କରିକରି ସେ ଧୀରେ ଧୀରେ ଗୋଟେ କମ୍ପ୍ଲିଟ୍ ଆକ୍ଟର ହେଇଛନ୍ତି। ଏବଂ ତାଙ୍କର ସାଙ୍ଗେ ମୋର ସମ୍ପର୍କ ଅଛି, ତାଙ୍କର ପ୍ରଥମ ଫିଲ୍ମ ଅଭିମାନ ମୋର ପ୍ରଥମ ଫିଲ୍ମ ଅଭିମାନ, ତାଙ୍କର ସେକେଣ୍ଡ ଫିଲ୍ମ ପତି ପତ୍ନୀ ମୁଁ ବି ଥିଲି ଏବଂ ତାଙ୍କର ଯେତେ ଇମ୍ପୋର୍ଟାଣ୍ଟ ଫିଲ୍ମ ଭକ୍ତ ସାଲେବେଗ, ଜନନୀ, ଦଣ୍ଡା ବାଳୁଙ୍ଗା ମୁଁ ଆସୋସିଏଟ୍ ଡାଇରେକ୍ଟର ଥିଲି।